आज ହେଉଛି 7 ତାରିଖ ବୁଧବାର। 20ଟି ବଡ଼ ଖବର ଉପରେ ନଜର ପକାଇବା। ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଭଲ ଲାଗିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବନ୍ଧୁକ ମୁନରେ ଲୁଟିନେଲେ 12 କୋଟି ଟଙ୍କା, ଯାହାକି ଆଜିକାଲି ଦୁନିଆରେ ଲୁଟେରାମାନେ ବହୁତ ବ୍ୟାପିଗଲେଣି। ପରବର୍ତ୍ତୀ ଖବର, ବର୍ଷା ଆସୁଛି ଆରମ୍ଭରୁ ଲଘୁଚାପ। ନୂଆ ବର୍ଷରୁ ହିଁ ଲଘୁଚାପ ଆରମ୍ଭ ହୋଇ ଆସିଲାଣି। ପରବର୍ତ୍ତୀ ଖବର, ଶୀତରେ ଥରୁଛି ଓଡ଼ିଶା। ଓଡ଼ିଶାରେ ଅବିକା ଶୀତର ମାତ୍ରା ବହୁତ। ଭୁବନେଶ୍ୱରରେ ଖସୁଛି ତାପମାତ୍ରା, ଥରୁଛି ଓଡ଼ିଶା। ରାଜ୍ୟକୁ ପୁଣି ଫେରିଛି ଶୀତ। ହାଡ଼ଭଙ୍ଗା ଶୀତ ସାଙ୍ଗକୁ କଲବଲ କରୁଛି ଘନ କୁହୁଡ଼ି। ପରବର୍ତ୍ତୀ ଖବର, ଧାନ ଉଠାଣ ବନ୍ଦ। ପରବର୍ତ୍ତୀ ଖବର, ପୁଣି ଅଡ଼ୁଆରେ ପଡ଼ିବେ ଗାଡ଼ି ମାଲିକ। ପରବର୍ତ୍ତୀ ଖବର, ଏବେ ତେଲ ମିଳିବ ନାହିଁ। ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ତେଲ ମନା ନିଷ୍ପତ୍ତିକୁ ବିରୋଧ କରି ହାଇକୋର୍ଟରେ ମାମଲା। ପରବର୍ତ୍ତୀ ଖବର, ଆମେ ଏବେ ପିସିସିଆଇ ନୁହେଁ ଆଇସିସିରେ କଥା ହେବୁ। ମୁସ୍ତାଫିଜୁର ରହମାନଙ୍କୁ ହଟାଇ ନାହିଁ ବିସିସିଆଇ। ତେବେ କାହା ଇସାରାରେ ଆଇପିଏଲ୍ରୁ ବିଦା ଦେଲେ ବାଂଲାଦେଶ ଖେଳାଳି। ପରବର୍ତ୍ତୀ ଖବର, ଧାନ ମଣ୍ଡି ଉଠାଇନି ମିଲର। ଯୋଗାଣ ନିଗମ ସହ ଆଲୋଚନା ବିଫଳ। ପରବର୍ତ୍ତୀ ଖବର, ଟାୟାର ଜଳାଇ ରାସ୍ତା ଅବରୋଧ। ପବ୍ଲିକ୍ କରିଛି ଟାୟାର ଜଳାଇ ରାସ୍ତା ଅବରୋଧ। କ୍ୟାଟେଲ୍ ହାଇ ଟ୍ରେଡିଂ, ଗୋରୁ ଚମଡ଼ା ଚାଲାଣ ବେଳେ ଅଟକାଇଲେ ବଜରଙ୍ଗ ଦଳ କର୍ମୀ, ରାସ୍ତା ଅବରୋଧ। ପରବର୍ତ୍ତୀ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ। ପରବର୍ତ୍ତୀ ଖବର, ଏହି ଗୋଟିଏ କାମ କରିନଥିଲେ ଦେବେ ଜୋରିମାନା। ଆଉ ବୁକ୍ କରିପାରିବେନି ଟ୍ରେନ୍ ଟିକେଟ୍। ଜାନୁଆରୀ 12ରୁ ଲାଗୁ ହେବ ନୂଆ ନିୟମ।